ରାଧେଉ ମୁଁ ମିନତି କହୁଛି ବ୍ରହ୍ମପୁରରୁ। ଶୁଣି ପାରୁଛନ୍ତି? ହଁ। ବହୁତ ଦିନ ପରେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଯେ ଆଜି ମୁଁ ପ୍ରଭୁଙ୍କୁ ଟେଷ୍ଟିମନି ଦେବି ଆଉ ପ୍ରଭୁଙ୍କ ବିଷୟରେ କହିବି। ବେଶୀ ଖୁସି ଲାଗୁଛି। ଆଉ ପ୍ରଭୁ କେମିତି ମୋ ଜୀବନରେ ଆସିଲେ, ପ୍ରଭୁଙ୍କୁ କେମିତି ଜାଣିଲି। ମୁଁ ଗୋଟେ ହିନ୍ଦୁ ପରିବାରର ଥିଲି ଆଉ ମୋ ପରିବାର ସମସ୍ତେ ହିନ୍ଦୁରେ ଥିଲେ। କିଛି ପ୍ରଭୁଙ୍କ ବିଷୟରେ ମୁଁ କିଛି ବି ଜାଣିଲି। ବାସ୍ ବି ମୋ ମାନେ ସେ ସମୟରେ ମୁଁ କିଛି ବି ଜାଣିନଥିଲି। ଆଉ ଫାଷ୍ଟ କଥା କହିବାକୁ ଗଲେ, ପ୍ରଭୁ ଜାଣନ୍ତି, ମାତାର ଯୋଉ ଗର୍ଭରୁ ଜାଣିଥାନ୍ତି, ଯୋଉ ବାକ୍ୟରେ କହିଛନ୍ତି ସେଇଟା ସତ ମୁଁ ଭାବେ। ଏମିତି ମୋ ଦିନ ଥିଲା, ବହୁତ କଷ୍ଟରେ ଥିଲି। କଣ କହିବି, ଅନେକ ପୂଜା ବିଧି କରିବାର ସବୁ ବିଷୟ ଯେମିତି ହିନ୍ଦୁ ଲୋକମାନେ କରନ୍ତି ସେମିତି କରିବାର। ହେଲେ ବି ମୋ ଦେହ ବହୁତ ଅସୁସ୍ଥ ଥିଲା। ଗୁଣିଆ ତାନ୍ତ୍ରିକ କରି ଏମାନେ ସବୁ ଝାଡା ଝାଡି ବି କରିବାକୁ, ଡଉଁରିଆ ବି ପିନ୍ଧିବାର, ସବୁ କରିବା। ଜୀବନ ବେଶୀ କଷ୍ଟରେ ଥିଲା ମୋର ସେ ସମୟରେ। ଆଉ ଫାଷ୍ଟ ଯେବେ ମୁଁ ଏତେ କଷ୍ଟ ଥିଲି ସେ ସମୟରେ, ମରିବା ଉପରେ ମଧ୍ୟ ଥିଲି। କେତେ ଗୁଣିଆ ତାନ୍ତ୍ରିକ ଦେଖିଲେ ବି ଭଲ ହଉନଥିଲା ମତେ। ଏଣିକି ଆଜି ଗୋଟେ ଦିନ ଭଲ ହବ ଆଉ ତାପରେ ନଥିବ। ମୁଁ ଏମିତି ଖାଇବି ପାରିବାର ନାହିଁ କି ଶୋଇବା ପାରିବାର ନାହିଁ। ମୋ ଜୀବନ ପୁରା ନର୍କ ଥିଲା ବୋଲି କହିଲେ ଚଳିବ। ମୁଁ ଟିକେ ଶାନ୍ତିରେ ଶୋଇ ବି ପାରିବାର ନାହିଁ। ମୋ ପିଲାମାନେ ଛୋଟ ଛୋଟ ହେଇଥିବେ ସେତେ ସମୟରେ, ସେ ସମୟରେ ଛୋଟ ଛୋଟ ହେଇଥିବେ। ଆଉ କିଛି ବୋଲେ କିଛି ମୁଁ ଜାଣିପାରିବାର ବି ନାହିଁ। ଏମିତି ବଡ ବଡ ବ୍ରହ୍ମପୁର ସବୁ ଦେଖେଇଥିଲେ, ଗୁଣିଆ ତାନ୍ତ୍ରିକ ସବୁ କରିଥିଲେ ମଧ୍ୟ ଆମ ଘରେ। ଏମିତି ଶାଶୁଘର ଲୋକ ବି ଟିକେ ଭଲ ଦେଖିବାର ନାହିଁ ସେ ସମୟରେ। ଭଲ ଥିଲେ ସମସ୍ତେ ଭଲ ଦେଖେ। ଟିକେ ଯଦି କଣ ତମର ହେଇଗଲା ବେଲେ ତମ ନିଜ ଲୋକମାନେ ବି ହଁ ଏଇଟା କଣ ହେଇଛି ବୋଲି ଏମିତି ଛାଡି ଦିଅନ୍ତି। ଆଉ କୁହନ୍ତି ଇଏ ସତରେ ଏମିତି ହଉଛି କି ଆକୁ ଆଗା ସବୁ ହେଇଯାଉଛି, ଏମିତି ସବୁ କୁହନ୍ତି। ସେ ସମୟରେ ଜଣେ ଗୋଟେ ଦିନ ଏମିତି ଥିଲା, ମୁଁ କେତେ 5 ବର୍ଷ ବୋଧେ ସେ ଶୈତାନ କବଳରେ ଥିଲି, ସେ କଷ୍ଟରେ ଥିଲି। ଏମିତି ଦେଖଉଥିଲି ଭଲ ହଉଥିଲି, ଆଉ ଥରେ ଆରମ୍ଭ ହଉଥିଲା, ଭଲ ହଉଥିଲି, ଆରମ୍ଭ ହଉଥିଲା, ଏମିତି ଥିଲା। ଦିନ ଗୋଟେ ଖ୍ରୀଷ୍ଟିୟାନ ଝିଅ ଗୋଟେ ଆମ ଘରେ ଭଡାକୁ ରହୁଥିଲେ ସେ ଟାଇମରେ ଆସିଲା ସେ। ଆଉ ମୋର ଏମିତି ହବା ଦେଖି ସେ ଗୋଟେ ଦିନ ମତେ ପ୍ରାର୍ଥନା କରିଦେଲେ। ପ୍ରାର୍ଥନା କଲା ପରେ ମୁଁ ଭଲ ହେଲି। ଆଉ ଭଲ ହେଲା ପରେ ମୁଁ ତାଙ୍କୁ ଗୋଟେ ଦିନ ପଚାରିଲି, କଣ ତମେ କଣ ମାକୁ ରଖିଛ ବା କଣ ବିଷୟ କଣ ନେଇକି ପ୍ରାର୍ଥନା କଲ ଯେ ମୁଁ ଭଲ ହେଲି ବୋଲି ପଚାରିଲି। ପଚାରିଲା ପରେ ସେ ମତେ କହିଲା ଯେ ମୁଁ ଏ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୁଁ ଇଏ ନେଇଛି, ମୁଁ ସେଥିପାଇଁ ମୁଁ ସେ ପ୍ରାର୍ଥନା କରୁଛି। ଆମର କୌଣସି ଡୋରିଆ ତାବିଜ ନାହିଁ, ଖାଲି ପ୍ରାର୍ଥନା। ତମେ ବିଶ୍ବାସ କଲେ ଭଲ ହବ ବୋଲି ଏଇ କଥାଟି ସେ ମତେ କହିଲା। ସେତେବେଳେ ମୁଁ ବିଶ୍ବାସ କଲି ଯେ ହଁ, ଯୋଉ ପ୍ରଭୁ ଯୀଶୁ କୃଷ୍ଣ ବୋଲେ ସେ ସତ୍ୟ ପରମେଶ୍ଵର, ଆଉ ତାଙ୍କ ଠାରେ ସତ୍ୟତା ଅଛି ଭାବି ବିଶ୍ବାସ କଲି। ଆଉ ସେ ମତେ ବାଇବେଲ ଦେଲେ, ସେଇଠୁ ମୁଁ ବାଇବେଲ ପଢେଇଲି। ପଢିବା ଷ୍ଟାର୍ଟ କଲି। ଏମିତି ହଉ ହଉ ମୋର ଦେହ ଅସୁସ୍ଥତା ଟିକେ ଟିକେ ପୁରା କମିବାରେ ଲାଗିଲା। ଏମିତି ଗୋଟେ ଦିନ ଆହୁରି ଗୋଟେ ସେ ମଝିରେ ମଧ୍ୟ ମତେ ଏମିତି ଆଖି ପକେଇଲେ ପୁରା କାଳି ସ୍ୱପ୍ନ ଆସିବାର, ମୁଁ ଶୋଇ ପାରିବାର ନାହିଁ। ରାତି ବା ଦିନ ମୋ ଆଖି ଯେତେବେଳେ ବି ପଡିବ ସେତେବେଳେ ହିଁ ସେ ସୈତାନ ପଳେଇ ଆସିବାର। ପୁରା ଏମିତି ସାଉଣ୍ଡ କରିକିରି, ପୁରା ବଳି ଖାଇଲା ଭଳିଆ ସାଉଣ୍ଡ କରିକିରି ଆସିବାର। ମୁଁ ରାତି ଦିନ ଏମିତି 2 ଦିନ ପୁରା ଟୋଟାଲି ଆଖି ପକେଇନି। ସେତେବେଳେ ମୁଁ ଟିକେ ଟିକେ ବାଇବେଲ ପଢିବାର, ଟିକେ ଟିକେ ଏମିତି ଲୁଚି ଲୁଚି ଘରେ ଟିକେ ଟିକେ ବାଇବେଲ ପଢିବାର। ସେ ସମୟରେ ସେତେବେଳେ ମୁଁ ନିଜେ ପ୍ରାର୍ଥନା ବି କଲି, ପ୍ରଭୁ ମତେ ଏଇଟା ଏମିତି ହଉଛି ପ୍ରଭୁ ବୋଲି ଯେତେବେଳେ ପ୍ରାର୍ଥନା କଲି, ପ୍ରଭୁ ସେ ଜିନିଷ ବି ମୋର ବନ୍ଦ କରିଦେଲେ। ଆଉ ମୁଁ ଶାନ୍ତିରେ ସେ ଦିନଠୁ ଶାନ୍ତିରେ ଶୋଉଛି, ଶାନ୍ତିରେ ରହୁଛି। ସବୁ ବିଷୟ ମୋର ପ୍ରଭୁ ନୂତନ କରିଦେଇଛନ୍ତି।
ସେ ଜୀବନ ମୋର ବଦଳି ଦେଇଛନ୍ତି। ଆଉ କଣ କହିବି ପ୍ରଭୁ, ସେଇଟା ନାହିଁ ସବୁବେଳେ ସେ ଦିନଠୁ ଯେଉଁ ଦିନଠୁ ପ୍ରଭୁଙ୍କୁ ବିଶ୍ୱାସ କଲି ସେ ଦିନଠୁ ମୁଁ ବହୁତ ସୁସ୍ଥତାରେ ଅଛି। ମୋ ପାଇଁ ମୋ ପରିବାର ମୋ ଲୋକମାନେ ବି ସୁସ୍ଥତାରେ ଅଛନ୍ତି। ଆଉ ମୋ ପରିବାରକୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରୁଛନ୍ତି। ଆପଣ ମାନେ ଜାଣିଥିବେ ମୋ ମଝିରେ ମଧ୍ୟ ଗୋଲ୍ଡ ହଜିଥିଲା। ଆଉ ପ୍ରାର୍ଥନା କଲା ପରେ ପ୍ରଭୁ ଯୋଉ ଜିନିଷ ବି କୌଣସି ଜିନିଷ ବି ମୋର କିଛି ବି ଅସୁବିଧାରେ କରିନାହାନ୍ତି ପ୍ରଭୁ, ଏତିକି ସବୁ ଲାଭରେ ପରିଣତ କରିଛନ୍ତି। ଆଉ କଣ, ଏବେ ଅଳ୍ପ ଦିନ ହବ ଗୋଟେ ମାସ ତଳେ ମୁଁ କାମ କରୁଥିଲି ମସିନରେ, ୱାଟର ଫ୍ୟାକ୍ଟ୍ରିରେ କାମ କରୁଛି। ସେ ମସିନ ମୁଁ ଚଲାଏ, ଏମିତି ମସିନ ଚଲଉ ଚଲଉ ମୁଁ ଅନ୍ୟ ମନସ୍କ ହେଇଗଲି। ଆଉ ଗୋଟେ ମୋର ସେ ଆଙ୍ଗୁଳି ଗୋଟେ ରହିଗଲା ମସିନ ଭିତରେ, ସୁଇଚ ମାରି ଦେଇଛି, ସେ ଆଙ୍ଗୁଳି ରଖିଦେଇଛି ମୁଁ। ଯେତେବେଳେ ମୁଁ ଜାଣି ପାରିଲିନି, ଏତେ ଦିନ କାମ କରୁଥିଲି ମୋର ଏମିତି କଣ ହେଇଗଲା ସେଇଟା, ମାନେ ମୁଁ ଏତେ ଜାଣି ବି ପାରିଲିନି ଆଙ୍ଗୁଳି ରହିଯାଇଛି ବୋଲିକିରି। ମୁଁ ପୁରା ଅସ୍ତବ୍ୟସ୍ତ ହେଇଗଲି। ସେତେବେଳେ ମୋ ମାଇଣ୍ଡ କୁ ଯୋଉ ସୁଇଚ ଦବେଇଲେ ସେ ମସିନ ବନ୍ଦ ହବ, ସେ ଲେଫ୍ଟ ହାତରେ ମୁଁ ସେ ସୁଇଚ କୁ ଫାଟିକିନା ଦବେଇଲି, ଆଉ ସେ ମସିନ ମତେ ଛାଡିଦେଲା, ମୋ ଆଙ୍ଗୁଳି ଛାଡିଦେଲା। ସେତେବେଳେ ମୋର ଟିକେ ଆଙ୍ଗୁଳିର ଟିକେ କଟିଛି, କିନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ ଯେ ମୋ ଆଙ୍ଗୁଳି ପୁରା ଯେ ପ୍ରକାର ସେ ଧରିଥିଲା ସେ ମସିନ ରେ ପୁରା ଆଙ୍ଗୁଳି କଟିବାର ଥିଲା। ପୁରା ମୋର ଆଙ୍ଗୁଳି ନଥାନ୍ତା, ପୁରା କଟି ଯାଇଥାନ୍ତା, ଛିଣ୍ଡି ପଳେଇଥାନ୍ତା। କିନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ, ସେ ଟାଇମରେ ବି ପ୍ରଭୁ, ମୁଁ ଅନ୍ୟମନସ୍କ ହେଲେ ବି କଣ ହେଲା, ପ୍ରଭୁ ମତେ ସେ ଟାଇମରେ ବି ବଞ୍ଚେଇଲେ। ପ୍ରଭୁଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛି। ଆଉ ଜୀବନରେ ପ୍ରଭୁ ମୋ ପରିବାର ସହିତ ଅଛି ବୋଲି କହିବି, ଯଦି ମୋ ପିଲାମାନଙ୍କ ସହିତ ଅଛି ବୋଲି କହିବି, ମୋ ଜୀବନରେ ଅଛି ବୋଲି କହିଲେ କେବଳ ପ୍ରଭୁଙ୍କ ଲାଗି ହିଁ ଅଛି। ପ୍ରଭୁଙ୍କୁ ଏବେ ହିନ୍ଦୁରୁ ଆସିବି, ପ୍ରଭୁଙ୍କୁ ବହୁତ ବହୁତ କଷ୍ଟରେ ପ୍ରଭୁ ମୋ ସବୁ ବିଷୟ କୋଶଳ କରିଦେଇଛନ୍ତି। ପରିବାରରେ ଅଛି ଯୋଉ ଲୋକମାନେ ବିରୋଧ କରୁଥିଲେ, ମୋ ଶ୍ୱଶୁର ଥିଲେ ସେ ବି ଚାଲିଗଲେ। ସେ ବହୁତ ବିରୋଧ କରନ୍ତି, କାହିଁକି ତୁ ଏଇଟା ହଉଛୁ ବୋଲିକିରି କହନ୍ତି। କିନ୍ତୁ ସମସ୍ତେ ଜାଣିଛନ୍ତି ଯେ ପ୍ରଭୁଙ୍କୁ ଜାଣିବାରୁ ଇଏ ଠିକ ଅଛି ଆଉ ଭଲରେ ଅଛି, ଆଉ ସବୁ ବିଷୟ ଆର ଭଲ ଅଛି ବୋଲି। ପ୍ରାର୍ଥନା କରନ୍ତୁ ମୋ ପିଲାମାନେ, ମୋ ପରିବାର, ମା ଘର ପରିବାର ସବୁ ତ ବିଶ୍ୱାସ କରି ପ୍ରଭୁରେ ଆସିଛନ୍ତି। ମୋ ସ୍ଵାମୀ, ମୋ ପରିବାର, ଶାଶୁଙ୍କର ପରିବାର ପାଇଁ, ଆମ ଯୋଉ ରହୁଛି ଗାଁ ପାଇଁ ପ୍ରାର୍ଥନା କରନ୍ତୁ। ଆମେ Amen, amen, amen.